नमस्कार। आज ହେଉଛି ଅକ୍ଟୋବର 23 ତାରିଖ ଗୁରୁବାର ଦିନ। ଆପଣମାନଙ୍କ ପାଇଁ ନେଇ ଆସିଛି ଆଜି ସନ୍ଧ୍ୟାର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ ଆମ ଚ୍ୟାନେଲକୁ ଯଦି ନୂଆ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନକୁ କ୍ଲିକ୍ କରି ରଖନ୍ତୁ। ଚାଲନ୍ତୁ ଆଜି ସନ୍ଧ୍ୟାର ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ପ୍ରଥମ ଖବର, ପୁତିନଙ୍କ ଉପରେ ଟ୍ରମ୍ପଙ୍କ ବଡ଼ ଆକ୍ସନ୍। ଥମିବାର ନାଁ ନେଉନି ଆମେରିକା ଏବଂ ରୁଷ ମଧ୍ୟରେ ଉତ୍ତେଜନା। ଆଉ ଏହାରି ଭିତରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ରୁଷ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗତକାଲି ଟ୍ରମ୍ପ ଦୁଇଟି ପ୍ରମୁଖ ରୁଷୀୟ ତୈଳ କମ୍ପାନୀ ଉପରେ କଟକଣା ଲଗାଇଛନ୍ତି। ଏହି ପଦକ୍ଷେପ ନେଇ ଟ୍ରମ୍ପ ସିଧାସଳଖ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଆମେରିକାର ଏହି ପଦକ୍ଷେପକୁ ରୁଷ ଉପରେ ଚାପ ବୃଦ୍ଧି କରିବାର ଏକ ପ୍ରୟାସ ବୋଲି କୁହାଯାଉଛି। କୁହାଯାଉଛି ଯେ ୟୁକ୍ରେନ ଯୁଦ୍ଧ ନେଇ ଟ୍ରମ୍ପ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ପରବର୍ତ୍ତୀ ଖବର, ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି। ଏୟାର ଇଣ୍ଡିଆର ନ୍ୟୁୟର୍କଗାମୀ ଫ୍ଲାଇଟ୍ AI-191ରେ ଯାନ୍ତ୍ରିକ ତ୍ରୁଟି ଠାବ ହେବାରୁ ଏହା ମୁମ୍ବାଇକୁ ସୁରକ୍ଷିତ ଭାବେ ଫେରି ଆସିଛି। ଏହି ଫ୍ଲାଇଟ୍ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆମେରିକାର ନ୍ୟୁୟର୍କ ଲିବର୍ଟି ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଯାଉଥିଲା। ବୋଇଂ 777-200 ELR ବିମାନରେ ପ୍ରାୟ 105 ଜଣ ଯାତ୍ରୀ ଏବଂ 14 ଜଣିଆ କ୍ରୁ ସଦସ୍ୟ ଥିଲେ। ଭୋର 1ଟା14 ଉଡ଼ାଣ ଭରିଥିବା ବିମାନ 2 ଘଣ୍ଟା 16 ମିନିଟ୍ ପରେ ଆରବ ସାଗରରେ ପ୍ରାୟ 10,000 ଫୁଟ ଉଚ୍ଚତାରେ ଥିବାବେଳେ ଯାନ୍ତ୍ରିକ ତ୍ରୁଟି ଠାବ ହୋଇଥିଲା। ପାଇଲଟ କଣ୍ଟ୍ରୋଲ ରୁମ୍କୁ ତୁରନ୍ତ ସୂଚନା ଦେଇ ସୁରକ୍ଷା ପ୍ରୋଟୋକଲ ଅନୁସାରେ ସକାଳ 5ଟା30ରେ ମୁମ୍ବାଇରେ ସୁରକ୍ଷିତ ଲ୍ୟାଣ୍ଡିଂ କରିଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇବା ପରେ ବିମାନଟି ବର୍ତ୍ତମାନ ବିସ୍ତୃତ ଯାଞ୍ଚ ଅଧୀନରେ ରହିଛି। ଏହି ଘଟଣା ଯୋଗୁଁ ଫ୍ଲାଇଟ୍ AI-191 ବାତିଲ ହୋଇଛି। ମୁମ୍ବାଇରେ ଥିବା ଯାତ୍ରୀଙ୍କୁ ନିକଟବର୍ତ୍ତୀ ହୋଟେଲରେ ରହିବା ବ୍ୟବସ୍ଥା କରାଯାଇଛି ଏବଂ ଏୟାର ଇଣ୍ଡିଆ କିମ୍ବା ସହଯୋଗୀ ଏୟାରଲାଇନ୍ସର ଅନ୍ୟ ଫ୍ଲାଇଟ୍ରେ ପୁଣି ବୁକିଂ କରାଯାଇଛି। ପରବର୍ତ୍ତୀ ଖବର, ଜଙ୍ଗଲାଞ୍ଚଳ ମାନ୍ୟତାରେ ଭାରତ ନବମ। ଖାଦ୍ୟ ଓ କୃଷି ସଂଗଠନ ପ୍ରକାଶିତ ଗ୍ଲୋବାଲ ଫରେଷ୍ଟ ରିସୋର୍ସ ଆସେସମେଣ୍ଟ 2025 ଅନୁଯାୟୀ ସମୁଦାୟ ଜଙ୍ଗଲ ଅଞ୍ଚଳରେ ଭାରତ ବିଶ୍ୱରେ ନବମ ସ୍ଥାନକୁ ଉନ୍ନତ ହୋଇଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ଏକ୍ସ ପୋଷ୍ଟରେ ଏହି ସଫଳତା ସମ୍ପର୍କରେ ଘୋଷଣା କରି ଦର୍ଶାଇଛନ୍ତି ଯେ ବାର୍ଷିକ ଜଙ୍ଗଲ କ୍ଷେତ୍ର ବୃଦ୍ଧିରେ ଭାରତ ମଧ୍ୟ ବିଶ୍ୱରେ ଏହାର ତୃତୀୟ ସ୍ଥାନ ବଜାୟ ରଖିଛି, ଯାହା ସ୍ଥାୟୀ ଜଙ୍ଗଲ ପରିଚାଳନାରେ ଦେଶ ସ୍ଥିର ଅଗ୍ରଗତିକୁ ନିଶ୍ଚିତ କରୁଛି। ପୂର୍ବ ଆକଳନରେ ଭାରତ 10ମ ସ୍ଥାନରେ ଥିଲା। ଜଙ୍ଗଲ ସଂରକ୍ଷଣ, ନବୀକରଣ ଓ ଗୋଷ୍ଠୀ ଅଂଶଗ୍ରହଣ ଉପରେ ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱରେ କାର୍ଯ୍ୟକାରୀ ହୋଇଥିବା ନୀତି ଓ କାର୍ଯ୍ୟକ୍ରମ ସଫଳତାକୁ ଏହି ପ୍ରତିଫଳିତ କରୁଛି ବୋଲି ମନ୍ତ୍ରୀ କହିଛନ୍ତି। ବୃକ୍ଷରୋପଣ ଓ ସଂରକ୍ଷଣ ପ୍ରୟାସରେ ସକ୍ରିୟ ଅଂଶଗ୍ରହଣ କରିବାକୁ ସାରା ଦେଶରେ ନାଗରିକମାନଙ୍କୁ ପ୍ରେରଣା ଦେବା ପାଇଁ ଯାଦବ ଏକ ପେଡ୍ ମା କେ ନାମ ଅଭିଯାନ ଭଳି ପଦକ୍ଷେପକୁ ଶ୍ରେୟ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ବଢୁଥିବା ଜନସାଧାରଣଙ୍କ ଯୋଗଦାନ ଏବଂ ସବୁଜ ଅଧିକ ସ୍ଥାୟୀ ଭବିଷ୍ୟତ ପାଇଁ ଦେଶର ସାମୂହିକ ପ୍ରତିବଦ୍ଧତାକୁ ମଜବୁତ କରୁଛି। ଜଙ୍ଗଲର ସଂରକ୍ଷଣ ଉପରେ ମୋଦି ସରକାରଙ୍କର ନିୟନ୍ତ୍ରଣ, ଧ୍ୟାନ ଓ ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟାପକ ବୃକ୍ଷରୋପଣ ଅଭିଯାନ ଫଳାଫଳ ହୋଇଛି ଏହା ଅଗ୍ରଗତି। ପରବର୍ତ୍ତୀ ଖବର, ପଞ୍ଚମ ଅଷ୍ଟମରୁ ପାଠ ଯୋଗିବେ ସରକାର। ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷାର ମୂଲ୍ୟାୟନ କରାଯିବା। ଜିଲ୍ଲା ସ୍ତରରେ ପ୍ରଶ୍ନପତ୍ର ଛପାଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାହାକୁ ରଖାଯିବ। ପରୀକ୍ଷା ଦିନ ସକାଳେ ବିଦ୍ୟାଳୟରେ ପହଞ୍ଚିଯିବ ପ୍ରଶ୍ନପତ୍ର। ପରୀକ୍ଷାର ସୁପରିଚାଳନା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ଗାଇଡଲାଇନ ଜାରି କରାଯାଇଛି। ପରବର୍ତ୍ତୀ ଖବର, JNU ନିର୍ବାଚନ ତାରିଖ ଘୋଷଣା। ସାରା ଭାରତର ଛାତ୍ର ରାଜନୀତିରେ ଗୁରୁତ୍ୱ ବହନ କରୁଥିବା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ର ସଂଘ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ବିଶ୍ୱବିଦ୍ୟାଳୟର ନିର୍ବାଚନ ସମିତି ତରଫରୁ ତାରିଖ ଘୋଷଣା କରାଯାଇଛି। ଦୀର୍ଘ ଦିନର ଅପେକ୍ଷା ପରେ ଜାରି ହୋଇଥିବା ନୋଟିସ ପରେ ସ୍ପଷ୍ଟ ହୋଇଛି କି ନଭେମ୍ବର 4 ତାରିଖରେ ଭୋଟ ଗ୍ରହଣ ହେବ ଓ ନଭେମ୍ବର 6 ତାରିଖରେ ଫଳାଫଳ ଘୋଷଣା କରାଯିବ। ନିର୍ବାଚନ କମିଟି ତରଫରୁ ଜାରି ହୋଇଥିବା ବିଜ୍ଞପ୍ତି ମୁତାବକ ନିର୍ବାଚନ
ପ୍ରକ୍ରିୟାର ଆରମ୍ଭ ଅକ୍ଟୋବର 24 ତାରିଖରୁ ଆରମ୍ଭ ହେବ। ଏହି ଦିନ ମୁତାବକ ସୂଚୀ ଜାରି କରାଯିବା ଏବଂ ମତଦାତା ସୂଚୀରେ ଥିବା ତ୍ରୁଟି ସୁଧାର କରାଯିବ। ଏହି କାମ ସକାଳ 9ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କରାଯିବ। ଏହାପରେ ଅକ୍ଟୋବର 25 ତାରିଖରେ ନାମାଙ୍କନ ଫର୍ମ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଉପଲବ୍ଧ ହେବ। ପରବର୍ତ୍ତୀ ଖବର, ତେଜସ୍ୱୀ ମୁଖ୍ୟମନ୍ତ୍ରୀ ଚେହେରା। ବିହାର ବିଧାନସଭା ନିର୍ବାଚନରେ ଆସନ ବୁଝାମଣାକୁ ନେଇ ଇଣ୍ଡିଆ ମେଣ୍ଟ ଭିତରେ ଯେଉଁ କନ୍ଦଳ ରହିଥିଲା ତାହା ଧୀରେ ଧୀରେ ସମାଧାନ ଆଡ଼କୁ ଗତି କରୁଛି। ସୂତ୍ର ସୂଚନା ମୁତାବକ ଆର୍ଜେଡି ଓ କଂଗ୍ରେସ ମଧ୍ୟରେ ଥିବା ମତଭେଦ ଦୂର ହୋଇଛି ଓ ଇଣ୍ଡିଆ ମେଣ୍ଟ ତରଫରୁ ଖୁବ୍ ଶୀଘ୍ର ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରାଯିବ। 2025 ବିହାର ବିଧାନସଭା ନିର୍ବାଚନ ପାଇଁ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଇଣ୍ଡିଆ ମେଣ୍ଟ ଖୁବ୍ ଶୀଘ୍ର ଘୋଷଣା କରିବାକୁ ଯାଉଛି। ଏହି ନିଷ୍ପତ୍ତି ଉପରେ ଇଣ୍ଡିଆ ମେଣ୍ଟ ସମସ୍ତ ସହଯୋଗୀ ଦଳ ଆଜି ମୋହର ମାରିବେ। ଏହାସହ ଇଣ୍ଡିଆ ମେଣ୍ଟ ଆଜି ବିହାରର ଚାଲୋ ବିହାର ବଦଲୋ ବିହାର ନାରାର ଉଦ୍ଘାଟନ କରାଯିବ। ପରବର୍ତ୍ତୀ ଖବର, ପୀତଦାସ ହତ୍ୟା ମାମଲାରେ ଜୟପୁର ଲିଙ୍କ। ଆଇନଜୀବୀ ପୀତଦାସ ପଣ୍ଡା ହତ୍ୟା ଘଟଣାର ଜୟପୁର ଲିଙ୍କ। ହତ୍ୟା ମାମଲାର ଅଭିଯୁକ୍ତ ଆଶ୍ରୟ ଦେବା ଅଭିଯୋଗରେ ଜୟପୁରର ବ୍ୟବସାୟୀଙ୍କୁ ଉଠାଇ ଆଣିଲା ବ୍ରହ୍ମପୁର ପୁଲିସ। ଜୟପୁରର ବ୍ୟବସାୟୀ ସୁନୀଲ ହୋତାଙ୍କୁ ଶ୍ରୀରାମନଗରରୁ ପୁଲିସ ଉଠାଇ ଆଣିଥିବା ସୂଚନା ମିଳିଛି। ଅଭିଯୁକ୍ତ ଉମା ବିଶୋଇ ଓ କୁରୁପତି ଭୂୟାଁଙ୍କୁ ଜୟପୁର ସହର ନିକଟ ତାତିବେଡ଼ା ଗାଁର ଏକ ଇଟା ଫ୍ୟାକ୍ଟ୍ରିରେ ଲୁଚାଇ ରଖିଥିଲା। ସୁନୀଲ ହୋତା ବିକ୍ରମ ପଣ୍ଡାଙ୍କ ଘନିଷ୍ଠ ଥିବା ଜଣାପଡ଼ିଛି। ବ୍ରହ୍ମପୁରରୁ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ସୁନୀଲକୁ ଧରିବା ପାଇଁ ଜୟପୁର ଟାଉନ ଥାନାକୁ ଆସିଥିଲେ। ଜୟପୁରର ପୁଲିସ ସୁନୀଲର ଠିକଣା ପାଇବା ପରେ ତାକୁ ଥାନାକୁ ଡାକି ପଚରା ଉଚରା କରିଥିଲେ। ପଚରା ଉଚରା ସମୟରେ ପୁଲିସ ଆଗରେ ସୁନୀଲ ସବୁ ସତ ମାନି ଯାଇଥିଲା। ଏହାପରେ ବ୍ରହ୍ମପୁର ପୁଲିସ ତାକୁ ଜୟପୁରରୁ ଉଠାଇ ନେଇଥିବା ଜଣାପଡ଼ିଛି। ପରବର୍ତ୍ତୀ ଖବର, ଏସ୍ଆଇ ଦୁର୍ନୀତି ସିବିଆଇ ପଶିଲା। ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ଘାଣ୍ଟିବ ସିବିଆଇ। ରାଜ୍ୟର ବହୁ ଚର୍ଚ୍ଚିତ ପୁଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ମାମଲାର ତଦନ୍ତ କରିବ ସିବିଆଇ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଏହାକୁ ବିସିଆଇ ହସ୍ତାନ୍ତର କରାଯାଇଛି। ଏହି ମହାଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରୁ ଲମ୍ବିଛି। ଅନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପିଥାଇପାରେ ବୋଲି ବର୍ତ୍ତମାନ ପର୍ଯ୍ୟନ୍ତ ହେଉଥିବା ତଦନ୍ତରୁ ଜଣାପଡ଼ିଛି। ଦୁର୍ନୀତିରେ ଅନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଏସ୍ଆଇ ପରୀକ୍ଷା କେଲେଙ୍କାରୀ ମାମଲାରେ ଆଜି ସୁଦ୍ଧା 126 ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ 12 ଜଣ ଦଲାଲଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ।